ଆଜ୍ଞା ମୋ ସ୍ତ୍ରୀ ଗତ 3 ଦିନ ହେବ କେଉଁ ଆଡ଼େ ପଳେଇ ଆସିଛି। ତାକୁ ଆଜ୍ଞା ଜଣେ ଦଲାଲ ବ୍ୟବସାୟ କାମରେ ଲଗେଇବା ପାଇଁ ଆଣି ତାକୁ ଭୁବନେଶ୍ୱରରେ କେଉଁ ଜାଗାରେ ରଖିଛି। ମୁଁ ତାକୁ ଆଜ୍ଞା ବହୁତ ଖୋଜାଖୋଜି କଲାଣି। ତ ଆଜ୍ଞା ସେ ମୋତେ ଭଲ ପାଇନଥିଲା, ସେ ଆଉ ଜଣକୁ ସାଥିରେ ତାର ସମ୍ପର୍କ ଥିଲା। ତାପରେ ସେ ଲୋକ ସେ ପୁଅ ତାକୁ ଧୋକା ଦେବାରୁ ତାପରେ ସିଏ ମୋତେ ବାହା ହେଲା। ସେ ପୁଅ ଜେଲରେ ଯାଇଥିଲା ରେପ୍ କେସ୍ରେ, ସେ ଯୁବକ ଜଣକ ଜେଲ୍ ଯାଇଥିଲା। ଆଜ୍ଞା ମୁଁ ତାକୁ ଜୀବନଠୁ ଅଧିକ ଭଲ ପାଉଥିଲି। ସେ ସେ ପାଠ ଆଜ୍ଞା ବହୁତ କମ୍ ପଢ଼ିଛି। ସେ ଅନ୍ୟର କଥାରେ ଯାଇ ଏସବୁ କାମ କରୁଛି। ତାର ନିଜର ବୁଦ୍ଧି ବୋଲି ଟିକେ ନାହିଁ। ଭଲ ପାଇବା ଥିଲା ଆଜ୍ଞା, କିନ୍ତୁ ସିଏ ଟିକେ ଆଜ୍ଞା ବଦରାଗି। ସେ ଯାହା ବୁଝିବ ଗୋଟିଏ କଥା, ସେ ଅନ୍ୟ ପୁରୁଷ ସାଙ୍ଗରେ କଥାବାର୍ତ୍ତା ହୁଏ ବୋଲି ମୁଁ ରାଗ ହୁଏ। ଏତେ କ'ଣ ପାଇଁ କଥାବାର୍ତ୍ତା ହେଉଛ? ସେ ମୋବାଇଲ ମୁଁ ସେ ନମ୍ବର ହ୍ୱାଟ୍ସଆପ୍ ସବୁ ମୁଁ ଆଜ୍ଞା କାଟିଦେଇ ଡିଲିଟ୍ ମାରିଦେଇଛି। ପୁଣି ଥରେ ସେ ଡାଉନଲୋଡ୍ କରି ଆଜ୍ଞା ପୁଣି ଥରେ ସେ ଯୁବକ ସାଙ୍ଗରେ କଥାବାର୍ତ୍ତା ହୋଇ ସେ ଯୁବକ ମୁଁ ଆଜ୍ଞା ସନ୍ଦେହ କରୁଛି ସେ ଯୁବକ ଭୁବନେଶ୍ୱର କେଉଁଠାରେ ରଖିଥାଇପାରେ। ଆଜ୍ଞା ବର୍ତ୍ତମାନ ସାର୍ ମୁଁ ତାକୁ ଆଜ୍ଞା ଘରକୁ ଫେରାଇ ନେବାକୁ କ'ଣ କରିବ ଆଜ୍ଞା, ମୁଁ ତାକୁ ବହୁତ ଜୀବନଠୁ ଅଧିକ ଭଲ ପାଏ। ତା ବିନା ମୁଁ ବଞ୍ଚିପାରିବିନି। ଆଜ୍ଞା ମୋ ସ୍ତ୍ରୀ ଗତ 3 ଦିନ ହେବ କେଉଁ ଆଡ଼େ ପଳେଇ ଆସିଛି। ତାକୁ ଆଜ୍ଞା ଜଣେ ଦଲାଲ ବ୍ୟବସାୟ କାମରେ ଲଗେଇବା ପାଇଁ ଆଣି ତାକୁ ଭୁବନେଶ୍ୱରରେ କେଉଁ ଜାଗାରେ ରଖିଛି। ମୁଁ ତାକୁ ଆଜ୍ଞା ବହୁତ ଖୋଜାଖୋଜି କଲାଣି। ଆପଣଙ୍କ ନାଁ କ'ଣ? ଆପଣଙ୍କ ସ୍ତ୍ରୀଙ୍କ ନାଁ କ'ଣ? ମୋ ନାଁ ଜଗନ୍ନାଥ ପଣ୍ଡା, ମୋ ସ୍ତ୍ରୀ ନାଁ ନଳିନୀ ପଣ୍ଡା। ଆପଣଙ୍କ ଘର କୋଉଠି? ମୋର ବାଣପୁର କୁମ୍ଭକାରୀ ଡିହ। ଆଜ୍ଞା ମୋର ଟିକେ ରୋଜଗାର କମ୍ ହେତୁ ତାକୁ ଅଧିକ ପଇସାର ଲୋଭ ଦେଖାଇ ସେ ଜଣେ ବ୍ୟବସାୟୀ ମାନେ ଆଣି ତାକୁ ଇଏରେ ଏଠି ସେଠି ପଠାଇ ତାକୁ ବ୍ୟବସାୟରେ ଲଗେଇଛନ୍ତି। ନାଇଁ ଆଜ୍ଞା ଏ ପଇସା ଲୋଭରେ ଆସିଛି, ତାକୁ ବତିଆ ଶିକ୍ଷା କରି ଆଣିଛନ୍ତି। ଆଜ୍ଞା ନାଇଁ ତା ପଇସା ସେ ସୁନା ରୂପା ଲୁଗାପଟା ସେ ସେଥିରୁ ସେ ଚଳେ। ମୁଁ ତା ପଇସା ରୋଜଗାର ମୁଁ ଆଜ୍ଞା ଗତ 1.5 ମାସ ହେବ ଗୋଟେ ଝଗଡ଼ାରେ ମୁଁ ଜେଲରେ ଥିଲି। ଆଜ୍ଞା ଗୋଟେ ଚୋରି ଜିନିଷ କିଣିବା ହେତୁ ମୁଁ ଥିଲି ଆଜ୍ଞା ଝାରପଡ଼ା ଜେଲରେ। ମୁଁ ଭୁଲ କରିଦେଇଛି ଆଜ୍ଞା, ମୁଁ ଲୋଭରେ କିଣିଦେଇଥିଲି। ଆଚ୍ଛା ବର୍ତ୍ତମାନ ବୃତ୍ତିରେ ଆପଣ କ'ଣ କରନ୍ତି? ଆଜ୍ଞା ମୁଁ ଆଜ୍ଞା ଏ ମୂଲ ମଜୁରୀ ଲାଗେ ବାଲି ସିମେଣ୍ଟ କାମ। ଆପଣଙ୍କ ସ୍ତ୍ରୀ କ'ଣ ଆରେଞ୍ଜ ମ୍ୟାରେଜ କରିଥିଲେ? ଆପଣ ସେ କ'ଣ ଲଭ୍ ମ୍ୟାରେଜ କରିଥିଲେ? ଲଭ୍ ମ୍ୟାରେଜ କରି ଲଭ୍ ମ୍ୟାରେଜ କରିଥିଲେ ଜାଣିନଥିଲେ ମୋ ସ୍ୱାମୀ ମୁଣ୍ଡ ମଜୁରୀ ଲାଗୁଛି, ମୋତେ ଠିକ୍ ଭାବରେ ରଖିପାରିବେ କି ନାହିଁ, କ'ଣ ସିଏ ମୋତେ ଆଜ୍ଞା ସିଏ ମୋତେ ଭଲ ପାଇନଥିଲା। ସେ ଆଉ ଜଣକୁ ସାଥିରେ ତାର ସମ୍ପର୍କ ଥିଲା। ତାପରେ ସେ ଲୋକ ସେ ପୁଅ ତାକୁ ଧୋକା ଦେବାରୁ ତାପରେ ସିଏ ମୋତେ ବାହା ହେଲା। ସେ ପୁଅ ଜେଲରେ ଯାଇଥିଲା ରେପ୍ କେସ୍ରେ, ସେଇ ଯୁବକ ଜଣକ ଜେଲ୍ ଯାଇଥିଲା। ଆପଣ ତାହେଲେ କାହିଁ ବାହା ହେଲେ? ଯଦି ଆପଣଙ୍କୁ ଫସେଇଲେ, ଆପଣ ସ୍ତ୍ରୀ ଯେ ଫସେଇ ବାହା ହେଇଥିଲେ? ଫସେଇ ନାହିଁ ଆଜ୍ଞା, ମୁଁ ତାକୁ ବହୁତ ଭଲ ପାଉଥିଲି। ଆପଣ ୱାନ୍ ସାଇଡ୍ ଭଲ ପାଉଥିଲେ? ଆଜ୍ଞା ସେଥିପାଇଁ ଆପଣ ଜାଣିଲେ ମୋ ଗାର୍ଲଫ୍ରେଣ୍ଡ ଏମିତି ଖରାପ ଚରିତ୍ରର, ତଥାପି ଆପଣ ବିବାହ କଲେ? ଆଜ୍ଞା କାହିଁ ବାହା ହେଲେ? ଆଜ୍ଞା ମୁଁ ତାକୁ ଜୀବନଠୁ ଅଧିକ ଭଲ ପାଉଥିଲି। କାହିଁକି? ଆପଣ ସ୍ତ୍ରୀ ସୁନ୍ଦର ବୋଲି ନା କ'ଣ ଦେଖି ଭଲ ପାଉଥିଲେ? ସୁନ୍ଦର ବୋଲି ଆଜ୍ଞା। ସୁନ୍ଦର ବୋଲି ଭଲ ପାଉଥିଲେ? ଆଜ୍ଞା ଆଚ୍ଛା ଆପଣ ତ ଜାଣିନଥିଲେ ଫ୍ୟୁଚରରେ ଯଦି ମୁଁ ଏମିତି ଏକ ଝିଅକୁ ଯଦି ଭଲ ପାଇ ବାହା ହୁଏ, ତାହେଲେ ମୋର ବିଭିନ୍ନ ପ୍ରକାର ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ମୋତେ। ଆଜ୍ଞା ମୁଁ ଏତେ କଥା ସେତେବେଳେ ସମୟରେ ଭାବିନଥିଲି ଆଜ୍ଞା। ବାହାଘର ପରେ ସବୁ ଏମିତି ଅସୁବିଧା ଆସିଲା। ଆପଣ ଭାବୁଛନ୍ତି ମୁଁ ତାଙ୍କୁ ବାହା ହେଇକି ଜୀବନ ଗୋଟେ ବଡ଼ ଭୁଲ ନିଷ୍ପତ୍ତି ମୁଁ ନେଇଛି ବୋଲି? ଭୁଲ ନାହିଁ ଆଜ୍ଞା, ମୋର ବି କିଛି ଭୁଲ ଅଛି। ମୁଁ ବି ତାଙ୍କୁ ତାଗିଦ ଆକଟ କଲିନି, ସେଇଥିପାଇଁ ମୋର ବି ଆଜ୍ଞା କିଛି ଭୁଲ ଅଛି। ପଇସା ଆଉ ଗୋଟେ ଆମର ସେ ବାଣପୁରର ଅଭିମନ୍ୟୁ ସାହୁ ବୋଲି ପାଳ ସାହିର, ସେଠାରେ ଘର ଭଡ଼ା ନେଇ ଅଛି। ସିଏ ଗତ କିଛି ଦିନ ହେବ ମୁଁ ଜେଲ୍ ଯିବା ଠାରୁ ବାରମ୍ବାର ଫୋନ୍ କରି ମେସେଜ୍ କରି ଭିଡ଼ିଓ କଲ୍ କରି ତାକୁ ଆଜ୍ଞା ବହୁତ ହଇରାଣ କରେ। ମୁଁ ମନା କରିବା ସତ୍ତ୍ୱେ ବି ସିଏ ଫୋନ୍ ଫାନ୍ କରିଛି। ଆଜ୍ଞା ସ୍ତ୍ରୀଙ୍କର ସହମତି ନଥିଲେ କଥା ହେଉନଥିଲେ? ସିଏ ଆଜ୍ଞା ତାକୁ
କିଛି ସୁନା ଜିନିଷ ଦେଇ ତାକୁ ତା ଲୋଭ ଦେଖାଇ ତା ସହିତ କଥାବାର୍ତ୍ତା। ଆଜ୍ଞା ଅଜିତ ଜେନା ବୋଲି ଅଜିତ କୁମାର ଜେନା ବୋଲି ଜଣେ ଯୁବକ ତାଙ୍କର ଫୋନରେ ତାଙ୍କ ମୋବାଇଲରେ ଫୋନ୍ରେ ତାଙ୍କ ନମ୍ବର ଆସିଥିଲା। ମୁଁ ଆପଣ କେମିତି ଜାଣିଲେ ଅଧିକ ଆପଣଙ୍କ ଫୋନ୍ ଚେକ୍ କରିଥିଲି? ଫୋନ୍ ଚେକ୍ କରିଥିଲି ସେ ନମ୍ବର ମୁଁ ସାର୍ ସେ ନମ୍ବର ସେ ସିମ୍ ମୁଁ ଭାଙ୍ଗି ଦେଇଥିଲି। ସିଏ ସାର୍ ସେ ଆଉ ଗୋଟାଏ ଆମ ଭଡ଼ାଠୁ ରହୁଛୁ ସେ ଭଡ଼ାଟିଆଙ୍କର ମୁଁ ସିମ୍ ମୋବାଇଲରୁ କାଢ଼ି ଆଣି ଶ୍ରୀ ସେ ଫୋନ୍ ଫାନ୍ କରି ଭୁବନେଶ୍ୱର ଆସିଛି। ଆଚ୍ଛା କେତେ ଦିନ ହେଇଯିବ ଆପଣ ଫେରି ଆସିକି ଭୁବନେଶ୍ୱର? 3 ଦିନ ହେଇଯିବ ସାର୍ ଗତ 3 ଦିନ ହେଇଯିବ। ସାର୍ ଆଗରୁ ସେମିତି କରେନି ଏଇ କିଛି ମାସ ହେବ ମୁଁ ଆଜ୍ଞା ଜେଲ୍ ଯିବା ପରେ ସେ ଏଇଠି କଥାବାର୍ତ୍ତା ହୋଇ ଆସିଛି। ଆଚ୍ଛା ଏଇଟା ପ୍ରଥମ ଘଟଣା ନା ପୂର୍ବରୁ ମଧ୍ୟ ଆ ଭିତରେ କେତେ ଥର ଏମିତି ପୂର୍ବରୁ ଆଜ୍ଞା ଗତ 7 ଦିନ ତଳେ ଇନ୍ଦିରା କଲୋନୀ ଲିଙ୍ଗିପୁର ଠାରେ ମୁଁ ତାକୁ ପୋଲିସ ସହାୟତାରେ ଜଣଙ୍କ ବାସଭବନରୁ ଧରିଥିଲି। ସେଠୁ ନେଇ ଗାଁରେ ତାକୁ ରଖିଥିଲି। ମୁଁ ଶୋଇଥିବା ଅବସ୍ଥାରେ ପୁଣି ଥରେ ଚାଲି ଆସିଛି। ସେ ଆଜ୍ଞା ସେ ପାଠ ଆଜ୍ଞା ବହୁତ କମ୍ ପଢ଼ିଛି। ସେ ଅନ୍ୟର କଥାରେ ଯାଇ ଏସବୁ କାମ କରୁଛି। ତାର ନିଜର ବୁଦ୍ଧି କିଛି ଟିକେ ବୁଦ୍ଧି ବୋଲି ଟିକେ ନାହିଁ। ଆପଣଙ୍କର ବାହା ହେଇଥିଲେ କେବେ ବାହା ହେଇଥିଲେ? ବାହାଘରର ଆଜ୍ଞା ହେଇଗଲା ମୋର 8 ବର୍ଷ 8-9 ବର୍ଷ ହେଇଗଲା। ପିଲା ଛୁଆ କ'ଣ ଆପଣଙ୍କର? ଗୋଟାଏ ଝିଅ ଗୋଟାଏ ପୁଅ। ପୁଅ କେତେ ବୟସର ଝିଅ କେତେ ବୟସର? ପୁଅ 5 ବର୍ଷର ଝିଅ 7 ବର୍ଷ। ପୁଅ ଝିଅକୁ ନେଇକି ଯାଇଛନ୍ତି ନା ସାଙ୍ଗରେ? ପୁଅ ଝିଅକୁ ଛାଡ଼ିକି ପଳାଇଛି। ପୁଅ ଝିଅଙ୍କ କଥା ତାଙ୍କର ମନେ ପଡ଼ୁନି? ସେ ଭଲ ପାଆନ୍ତିନି? କେଜାଣି ଆଜ୍ଞା ସେ ମୁଁ କହିପାରିବିନି। ସେ ଯାଇଛି ତା ପୁଅ ଝିଅ କଥା ମନେ ପଡ଼ୁଛି କି ନାହିଁ। ସେ ତ ଯଦି ତାର ପୁଅ ଝିଅ ପ୍ରତି ଲୋଭ ଥାନ୍ତା ସେ ତ ଆସିବାରି କଥା। ସେ ଯିବାର ଜମା ନାଁ ଧରୁନି। ଏଠି ପଇସା ଲୋଭରେ ସେ ତାକୁ ପଇସା ଲୋଭ ଲାଗିଛି। ସେମିତି କିଛି ଆପଣ ଭଲ ପାଇବା ଅଥିଲା ଆଜ୍ଞା କିନ୍ତୁ ସିଏ ଟିକେ ଆଜ୍ଞା ବଦରାଗୀ। ସେ ଯାହା ବୁଝିବ ଗୋଟିଏ କଥା। ସେ ଅନ୍ୟ ପୁରୁଷ ସାଙ୍ଗରେ କଥାବାର୍ତ୍ତା ହୁଏ ବୋଲି ମୁଁ ରାଗ ହୁଏ। ଏତେ କ'ଣ ପାଇଁ କଥାବାର୍ତ୍ତା ହେଉଛ? ସେ ନମ୍ବର ସେ ମୋବାଇଲ ମୁଁ ସେ ନମ୍ବର ହ୍ୱାଟ୍ସଆପ୍ ସବୁ ସାର୍ ମୁଁ ଆଜ୍ଞା କାଟିଦେଇ ଡିଲିଟ୍ ମାରିଦେଇଥିଲି। ପୁଣି ଥରେ ସେ ଡାଉନଲୋଡ଼୍ କରି ଆଜ୍ଞା ପୁଣି ଥରେ ସେ ଯୁବକ ସାଙ୍ଗରେ କଥାବାର୍ତ୍ତା ହୋଇ ସେ ଯୁବକ ମୁଁ ଆଜ୍ଞା ସନ୍ଦେହ କରୁଛି ସେ ଯୁବକ ଏଇ ଭୁବନେଶ୍ୱର କେଉଁଠାରେ ରଖିଥାଇପାରେ। ଆଚ୍ଛା ଆପଣ ଆକୁ ନେଇ ଯେଉଁ କହୁଥିଲେ ଥାନାରେ ଅଭିଯୋଗ କରିଥିଲେ କେଉଁ ଥାନାରେ ଅଭିଯୋଗ କରିଥିଲେ ଆଉ ବର୍ତ୍ତମାନ କ'ଣ ଥାନାରେ ଥାନାବାଲାଙ୍କର ପ୍ରତିକ୍ରିୟା କ'ଣ ରହୁଛି ଆପଣଙ୍କ ସ୍ତ୍ରୀକି ଧରିବା ପାଇଁ? ପୂର୍ବରୁ ଆଜ୍ଞା ବାଣପୁର ଥାନାରେ ଅଭିଯୋଗ କରିଥିଲି। ସେମାନେ ଆଜ୍ଞା ମୋତେ ଲୋକେସନ୍ ଦେଇଥିଲେ। ମୁଁ ଲୋକେସନ୍ରେ ଆଜ୍ଞା ତାକୁ ଧରିଥିଲି। ଆଚ୍ଛା ବର୍ତ୍ତମାନ ଆପଣ କ'ଣ ଚାହୁଁଛନ୍ତି? ଆଜ୍ଞା ବର୍ତ୍ତମାନ ଆପଣ କ'ଣ ଚାହୁଁଛନ୍ତି? ବର୍ତ୍ତମାନ ସାର୍ ମୁଁ ତାକୁ ଆଜ୍ଞା ଘରକୁ ଫେରାଇ ନେବାକୁ ଚାହୁଁଛି। ଆପଣ ଏତେ କାର୍ଯ୍ୟ କଲା ପରେ ବି ଆପଣ ଘରକୁ ଫେରାଇବେ? କ'ଣ କରିବି ଆଜ୍ଞା ମୁଁ ତାକୁ ବହୁତ ଜୀବନଠୁ ଅଧିକ ଭଲ ଲାଗୁଛି। ତା ବିନା ମୁଁ ବଞ୍ଚିପାରିବିନି। କାହିଁକି ଆପଣଙ୍କ ସହିତ ଆପଣଙ୍କୁ ଯଦି ଦେଖୁନାହାନ୍ତି ଆପଣ ବି ଆପଣ ଛୁଆ ଅଛନ୍ତି ଛୁଆଙ୍କ ମୁହଁ ଚାହିଁ ବଞ୍ଚିପାରିବେ କିନ୍ତୁ ତଥାପି ଆପଣ ସ୍ତ୍ରୀ ପ୍ରତି ଏତେ ପାଗଳ ହେଇଯାଉଛନ୍ତି କାହିଁକି? ଛୁଆକୁ ଆଜ୍ଞା ମୁଁ ଛୁଆକୁ ପାଳିବା ପାଇଁ କେହି ନାହାନ୍ତି। ଛୁଆଙ୍କ ଯତ୍ନ କିଏ ନେବ? ଛୁଆଙ୍କ ଯତ୍ନ ସିଏ ଯାହା ବି କିଛି ଯତ୍ନ ନେଉଥିଲା। ଏବେ ଚାହୁଁଛନ୍ତି ସ୍ତ୍ରୀ ଘରକୁ ଫେରି ଆସୁ ସବୁ ତାଙ୍କୁ କ୍ଷମା କରିଦେବେ ପୁରା? ଆଜ୍ଞା ଆଉ ରାଗ ନାହିଁ ସ୍ତ୍ରୀଙ୍କ ପ୍ରତି? ଏବେ ବି ରାଗ ନାହିଁ? ନାଇଁ ଆଜ୍ଞା ତାର ମୋର କିଛି ରାଗ ନାହିଁ। ଏବେ ବି ଏତେ କାର୍ଯ୍ୟ କଲା ପରେ ବି ଆପଣ ବହୁତ ଭଲ ପାଉଛନ୍ତି? ଆଜ୍ଞା